ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। Praise the Lord. Praise the Lord. ଆଜି ଆମେ ପାଳକ ପ୍ରେମାଶିଷ ସତମାନଙ୍କର ଗୋଟେ ଲେଖା ଆୟୁବରୁ ଉର୍ଦ୍ଧ୍ୱରେ ବିଶ୍ୱାସ ଓ ଶାନ୍ତି ସେ ବିଷୟରେ ଟିକେ ଭଲ ଭାବରେ କଥା ହେବା। ହଁ, ଏଇଟା ବହୁତ ଜରୁରୀ ବିଷୟ। ମାନେ ଗୋଟେ ପ୍ରଶ୍ନ ସବୁବେଳେ ଆସେ, ଆୟୁବଙ୍କ କାହାଣୀ ତ ଆମକୁ ସହିବା ଶିଖାଏ, କିନ୍ତୁ ଯୀଶୁ ଆସିଲା ପରେ କ'ଣ ସେଇଟା ହିଁ ସବୁକିଛି? ଠିକ୍ କଥା। ଆଉ ବେଳେବେଳେ ଲୋକେ ଆୟୁବଙ୍କ କାହାଣୀକୁ ମାନେ ଭୁଲ ଭାବରେ ବୁଝନ୍ତି, ଯେମିତିକି ଦୁଃଖ ପାଇବାଟା ହିଁ ବିଶ୍ୱାସୀର ଚିହ୍ନ। ହଁ, ସେଇଆ। ତେବେ ଆଜି ଆମେ ଦେଖିବା ଖ୍ରୀଷ୍ଟ ଯୋଉ ଶାନ୍ତି ଦେଇଛନ୍ତି ସେଇଟା ଏ ପୁରୁଣା ଚିନ୍ତାଧାରାକୁ କେମିତି ବଦଳୁଛି। ଆଚ୍ଛା, ଆସନ୍ତୁ ଆରମ୍ଭରୁ ଦେଖିବା ଯୋହନ 14:27। ସେଠି ଯୀଶୁଙ୍କର ଗୋଟେ ବହୁତ ବଡ଼ ପ୍ରତିଜ୍ଞା ଅଛି। ହଁ, ସେ କହିଛନ୍ତି, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରି ଯାଉଅଛି। ମୋହର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଏଇ ନିଜର ଶାନ୍ତି କଥାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ବିଲକୁଲ। ଆଉ ଏଇଠି ହିଁ ମୂଳ କଥା ଅଛି। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ହେଉଛନ୍ତି ଏକ ନୂତନ ସୃଷ୍ଟି। ନୂଆ ସୃଷ୍ଟି ମାନେ ଆମର ପରିଚୟ, ଆମର ଆଧ୍ୟାତ୍ମିକ ସ୍ଥିତି ସବୁକିଛି ଖ୍ରୀଷ୍ଟଙ୍କଠାରେ ପୁରା ବଦଳି ଯାଇଛି। ଆମେ କେବଳ ପାପରୁ କ୍ଷମା ପାଇନୁ, ବରଂ ପରମେଶ୍ୱରଙ୍କର ସନ୍ତାନ ହୋଇଛୁ। ଓହୋ! ଆଉ ଆମେ ସ୍ୱର୍ଗୀୟ ସ୍ଥାନରେ ଖ୍ରୀଷ୍ଟଙ୍କ ସହିତ ବସିବା ପାଇଁ ଡକା ହେଇଛୁ। ଏଟା ଆୟୁବଙ୍କ ସମୟର ପରିସ୍ଥିତିଠାରୁ ପୁରାପୁରି ଅଲଗା। ବାହା, ଏଇଟା ତ ବହୁତ ବଡ଼ ପାର୍ଥକ୍ୟ। ଆଚ୍ଛା, ଏହାକୁ ଯୀଶୁଙ୍କର ଗୋଟେ ଉଦାହରଣରୁ ବୁଝିବା। ମ୍ୟାଥ୍ୟୁ 7ରେ ଅଛି ସେଇ ଦୁଇଟା ଘର ଆଉ ଝଡ଼ କଥା। ହଁ, ପଥର ଉପରେ ଘର ଆଉ ବାଲି ଉପରେ ଘର। ହଁ, ଜଣେ ପଥର ଉପରେ ତିଆରି କଲା ଆଉ ଜଣେ ବାଲି ଉପରେ। ଯୀଶୁ କହିଲେ, ଯିଏ ତାଙ୍କ କଥା ଶୁଣି ପାଳନ କରେ ସେ ସେଇ ପଥର ଉପରେ ଘର ତିଆରି କରିଥିବା ଲୋକ ପରି। ଏଠି ତ ଝଡ଼ ଆସିଲା ଦୁଇଟା ଘର ଉପରକୁ। ହଁ, ଆସିଲା। କିନ୍ତୁ ଝଡ଼ କ'ଣ ପରମେଶ୍ୱର ପଠେଇଥିଲେ? ନା, ଏଟା କା କଥା ପାଳନ କରାଗଲା ତା ଉପରେ ନିର୍ଭର କଲା। ଏଟା ଆୟୁବଙ୍କର କେବଳ ସହିବା କଥାଠୁ କେମିତି ଅଲଗା। ଏଇ ଉଦାହରଣଟା ଦେଖାଉଛି ଯେ କେବଳ ଦୁଃଖକୁ ସହିଯିବା କଥା ନୁହେଁ, ବରଂ ପରମେଶ୍ୱରଙ୍କର ବାକ୍ୟ ଉପରେ ଆମ ଜୀବନକୁ ମାନେ ସକ୍ରିୟ ଭାବରେ ତିଆରି କରିବା କଥା। ସକ୍ରିୟ ଭାବରେ? ହଁ, ଏଟା ଦେଖାଉଛି ଯେ ଝଡ଼ ମାନେ ଜୀବନର ସମସ୍ୟା ଆସିପାରେ, କିନ୍ତୁ ଆମର ସୁରକ୍ଷା ସେଇଟା ନିର୍ଭର କରୁଛି ଆମେ ପରମେଶ୍ୱରଙ୍କର ବାକ୍ୟକୁ କେତେ ପାଳନ କରୁଛୁ। ତେଣୁ ଏହା ବିଶ୍ୱାସୀମାନଙ୍କ ପାଇଁ ଏକ ସକ୍ରିୟ ଆଭିମୁଖ୍ୟ। ଆୟୁବଙ୍କ ସମୟର ପରିସ୍ଥିତିଠାରୁ ଏଟା ଭିନ୍ନ। ଏଟା ତ ଚିନ୍ତା କରିବା କଥା। ଆଉ ଗୋଟେ କଥା ଦେଖିବା ମାର୍କ 4 ଅଧ୍ୟାୟରୁ। ହଁ, ସେଇ ନୌକା ଆଉ ଝଡ଼। ହଁ, ଶିଷ୍ୟମାନେ ନୌକାରେ ଅଛନ୍ତି, ପ୍ରବଳ ଝଡ଼ ଆସିଲା ଆଉ ଯୀଶୁ ସେ ଶୋଇପଡ଼ିଥିଲେ। ଶିଷ୍ୟମାନେ ପୁରା ଡରିଯାଇ ଚିତ୍କାର କଲେ, ହେ ଗୁରୁ, ଆମେ ମରିଗଲୁନି, ଆପଣଙ୍କର କିଛି ଚିନ୍ତା ନାହିଁ? ଏଇଟା ଶୁଣିଲେ ଲାଗୁଛି ଯେମିତି ଆୟୁବ ଅଭିଯୋଗ କରୁଥିଲେ। ହଁ, କିଛିଟା ସେମିତି ଲାଗୁଛି। କିନ୍ତୁ ଯୀଶୁଙ୍କର ଜବାବ ସେଇଟା ପୁରା ଅଲଗା ଥିଲା। କେମିତି? ଦେଖନ୍ତୁ, ଯୀଶୁ ଝଡ଼କୁ ତ ଶାନ୍ତ କଲେ, କିନ୍ତୁ ତାପରେ ସେ ଶିଷ୍ୟମାନଙ୍କୁ ପଚାରିଲେ, ତୁମେମାନେ ଏତେ ଡରିଗଲ କାହିଁକି? କ'ଣ ତୁମମାନଙ୍କର ବିଶ୍ୱାସ ନାହିଁ? ଓହୋ, ଏଇଟା ଟିକେ କଠୋର ଶୋଭାଯାଉନି? ହୁଏତ ଯଦି ଆମେ ଆୟୁବଙ୍କ ଦୃଷ୍ଟିରୁ ଦେଖିବା, କିନ୍ତୁ ଖ୍ରୀଷ୍ଟଙ୍କ ପରେ ବିଶ୍ୱାସୀଙ୍କ ପାଇଁ ପରିସ୍ଥିତି ବଦଳିଛି। କେମିତି? ନଥିଲେ ଯେମିତି ଆଜି ବିଶ୍ୱାସୀଙ୍କ ଭିତରେ କରନ୍ତି। ଆଚ୍ଛା। ଆଉ ଏଇ ଯୋଉ ଭିତରେ ଥିବା ଉପସ୍ଥିତି, ଏଇଟା ଆମକୁ ଭୟ ଉପରେ ଜୟ ପାଇବାକୁ ଆଉ ବିଶ୍ୱାସରେ ଦୃଢ଼ ରହିବାକୁ ଶକ୍ତି ଦିଏ, ଯାହା ଆୟୁବଙ୍କ ପାଇଁ ସେତେ ସହଜ ନଥିଲା। ତାହେଲେ ସେ ଯୋଉ ଯୋହାନ 14:27ର ଶାନ୍ତିର ପ୍ରତିଜ୍ଞା, ମୋହର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି, ଏଇଟା ଖାଲି ଗୋଟେ ଭଲ ଭାବନା ନୁହେଁ। ନା, ବିଲକୁଲ ନୁହେଁ। ଏଇଟା ପ୍ରକୃତରେ ଆମର ଗୋଟେ ଅଧିକାର ଖ୍ରୀଷ୍ଟଙ୍କଠାରେ, ଯାହା ଆୟୁବଙ୍କ ପାଖରେ ନଥିଲା। ଏଇଟା ତ ସବୁକିଛି ବଦଳି ଦଉଛି। ନିଶ୍ଚିତ ଭାବରେ। ଏହାର ଅର୍ଥ ବିଶ୍ୱାସୀ ହିସାବରେ ଆମ ଜୀବନ ଭୟ, ଚିନ୍ତା କିମ୍ବା ଦୋଷୀ ଭାବନାରେ ଚାଲିବା ପାଇଁ ନୁହେଁ। ଆମକୁ ଯୋଉ ଶାନ୍ତି ମିଳିଛି ସେଇଟା ବାହାରର ପରିସ୍ଥିତି ଉପରେ ନିର୍ଭର କରେନି, ଏହା ଏକ ଭିତରର ଶାନ୍ତି। କିନ୍ତୁ ଏଇ ଶାନ୍ତିରେ ଜୀବନ କେମିତି ବିତାଇବା? ଭଲ ପ୍ରଶ୍ନ। ଏଥିପାଇଁ ଆମକୁ ପରମେଶ୍ୱରଙ୍କର ବାକ୍ୟକୁ କେବଳ ଶୁଣିଲେ ହେବନି, ତାକୁ ବିଶ୍ୱାସ କରି ପାଳନ କରିବାକୁ ପଡ଼ିବ, ଯେମିତି ସେଇ ପଥର ଉପରେ ଘର ତିଆରି କରିଥିବା ଲୋକ। ଠିକ୍। ତେବେ ଆଜିର କଥାବାର୍ତ୍ତାରୁ ଗୋଟେ କଥା ସ୍ପଷ୍ଟ ହେଉଛି,
आमे निजकु केवल आयुब को दुख सहित जोड़िबा ठीक नुहे हाँ बरं ख्रीष्टंक ठारे आमकु जो विश्वास आउ अलौकिक शांति मिलिछि सेइटा आमर प्रकृत परिचय हेबा दरकार। पालक प्रेमासी सतमानंक लेखा एही कथाटिकु बहुत सुंदर भाबरे बुझाइछि। बिल्कुल आउ एइठा प्रत्येक श्रोतांक पई गोटे गुरुत्वपूर्ण चिंतार विषय कोन जे आमे कोन प्रकृतरे ख्रीष्ट देइथिबा एई शांति को ग्रहण करी सेथिरे बंचुचु ना एबे भी आमे निजकु आयुब को परी निराशा आउ दुख भितरे देखुछु। आम जीवनर भित्ति परमेश्वरंक वाक्य रूपक पत्थर उपरे अछि ना एबे भी बाली उपरे एटा भाबिबा दरकार। आमेन। आज आत्मिक यात्रा कार्यक्रम रे जोग देबा पई धन्यवाद जेउठी आमे प्रतिदिन परमेश्वरंक वाक्य आलोचना करूछु। जदि एही कार्यक्रम आपनको आशीर्वाद देई अछि तेबे एहाकू आपना फैमिली आउ फ्रेंड्स व्हाट्सएप ग्रुप रे शेयर करंतु। आसंता काली पुणी देखा हबा। धन्यवाद।